सदगुरुदेव शिव कुमार शास्त्री जी महाराज की जय। प्रिय आत्मन, मुनि समाजर अमृतवाणी को आज अध्याय स्वागत करुछि। आमे सबुदिन भली आज मध्य केवल शिवमुनि महाराजंकर सिद्धांत उपरे तांकर पुस्तक को आधार करी आलोचना चली। आज मध्य निमाय मुनि आम सहित अछंती। निमाय मुनि जयजीव। जयजीव। आज आमर आपण प्रश्न रहिबो, गत थर मन विषय आमे जोगरे मनर कौन प्रभाव, मनर कौन कार्य वर्णना हो सारी। वर्तमान जोग को सिद्ध करने पाई प्राणर केते आवश्यकता, प्राणर सब प्रकार नियम अनुଯାयी आपण प्रांजल भाव में आलोकपात करंतु। आज प्राण विषय जोगर कौन आवश्यकता अच्छी। आज्ञा। प्रिय आत्मन, मुनि समाजर अमृतवाणी तो आज अध्याय आम प्राण उपर आलोचना करिबा। किछि दिन पूर्व आम जो खाद्य उपर आलोचना करूथिलु, खाद्य आलोचना करी सारा परे पानीर मध्य आवश्यकता आलोचना करथिलु, किंतु पवनर आलोचना करिनथिलु। से पवन विषय आज आलोचना हबो जे प्राण। प्राण एक वायु नुहे, प्राण हूँ एक शक्ति जोटा कि पिलाटी प्रथमे जेतले भूमिष्ठ हुए तार प्रथम आवश्यक वस्तु हूँ प्राण। से भूमिष्ठ होला परे से प्राण शक्ति टाणी थाए, तापरे से कुआ कुआ राब करि थाए। लोके कहती पिलाटी बंची। जे पर्यंत से प्राण शक्ति न टाणी थाए से पर्यंत से कुआ कुआ राब करि पारे नाही, से पर्यंत से मृत घोषणा हुए। तेणु काली अध्याय आम आलोचना करते मन, मन आ प्राण ये दुईटी हूँ आत्मार अद्भुत शक्ति। तेणु ये प्राण हूँ शक्ति आ बलर एक रूप। ये प्राण आम भितर को जाई आम शरीर रक्त तैयारी करे। ये प्राण आम शरीर को सबुजीवा कर रखे। ये प्राण आम शरीर रोग प्रतिरोध शक्ति बढ़ाए। ये प्राण शरीर बल जगाए। ये प्राण शरीर को सबुजीवा कर रखे। ये प्राण ही बहुत उपयोगी योग साधक मानक पाई। ये प्राण विषय जानिबा नितांत आवश्यक। सदगुरुदेव ये प्राण विषय अनेक बही आलोचना करचंती। साधन पाद कहतु, समाधि पाद कहतु, योग परिचय कहतु, सचित्र योग साधन कहतु, योग तार गुप्त सिद्धि प्राप्त कर उपाय कहतु, प्रकृत संध्या प्राण उपासना कहतु। एमती अनेक बही प्राण विषय आलोचना करचंती। प्राण एक गुरुत्वपूर्ण वस्तु जहाँकि जीवंत जीव पाई। ये प्राण जितेबाला आम शरीर जाई फुसफुस निकट में पहुंचे, प्राण आ प्राणवायु कहले अम्लजान आ फुसफुस तीन उपस्थिति
ସାଥେ ସାଥେ ସଙ୍ଗେ ସଙ୍ଗେ ଏଇ ଯୋଉ ବାୟୁ ଯାଇଥିବ ତାହା ରକ୍ତ ରୂପ ହେଇ ଶରୀରର ପ୍ରତ୍ୟେକ ସ୍ଥାନକୁ ଶୁଦ୍ଧ ରକ୍ତ ପ୍ରବାହିତ ହୁଏ। ପ୍ରତ୍ୟେକ ସ୍ଥାନରେ ଏ ଶୁଦ୍ଧ ରକ୍ତ ପହଞ୍ଚିବା ଦ୍ୱାରା ଆମ ଶରୀର ସବୁଜିମା ହୋଇଯାଏ। ଏ ପ୍ରାଣର ସିଞ୍ଚନ ସଦ୍ଗୁରୁଦେବ ଯୋଗ ପରିଚୟ ବହିରେ ଲେଖିଛନ୍ତି। ଯେମିତି ଚାଷୀ ତା କ୍ଷେତରେ ଧାନ ଚାଷ କରିଛି, ସେ ଧାନ ଗଛ ପାକିଲା ପାକିଲା ଦେଖାଯାଉଛି। ଯେତେବେଳେ ସେ ଚାଷୀ ଜାଣୁଛି, ଦେଖୁଛି ମୋ ଧାନ ବିଲ ଧାନ ଗଛ ସବୁ ପାକିଲା ଦେଖାଗଲାଣି, ସେ ପାଣି ମଡେଇ ଦଉଛି। ଏଇ ଯୋଉ ଜଳର ସିଞ୍ଚନରେ ସେ ଗଛ ପୁଣି ସବୁଜିମା ଦେଖାଯାଉଛି। ସେଇଭଳି ଆପଣ ଯଦି ପ୍ରତ୍ୟେକ ଦିନ ଏଇ ଯୋଉ ପ୍ରାଣ ଭିତରକୁ ଯିବା ସମୟରେ ଶରୀରର ପ୍ରତ୍ୟେକ ସ୍ଥାନରେ ଯାଇ ପହଞ୍ଚିବେ, ତାହେଲେ ଆପଣଙ୍କ ଶରୀର ସବୁଜିମା ହେଇଯିବ। ପ୍ରାଣର ଏତେ ଅଦ୍ଭୁତ ଶକ୍ତି ଅଛି। ତେଣୁ ଏଇ ପ୍ରାଣ ହଉଛି ପ୍ରତ୍ୟେକ ଜୀବର ପ୍ରଥମ ଖାଦ୍ୟ। ପ୍ରାଣ ଯେ ପର୍ଯ୍ୟନ୍ତ ଆମେ ପ୍ରାଣକୁ ଗ୍ରହଣ ନ କରିଛେ, ସେ ପର୍ଯ୍ୟନ୍ତ ଶରୀର ନିଷ୍କ୍ରିୟ ହୋଇ ପଡି ରହିଥିବ। ଆମକୁ ସଦ୍ଗୁରୁଦେବ ଯେଉଁ ଚକ୍ରଭେଦନ କ୍ରିୟା ଦେଇଛନ୍ତି, ତାର ଉଦ୍ଦେଶ୍ୟ କଣ, ତାକୁ କରିବା ଦ୍ୱାରା ଆମର କଣ ହଉଛି, ଆଉ ତାକୁ କରିବା ଦ୍ୱାରା କଣ ଶରୀରରେ କଣ ହଉଛି ନା, ସଦ୍ଗୁରୁଦେବ ଯୋଉ ଚକ୍ରଭେଦନ କ୍ରିୟା ଦେଲେ, ଚକ୍ର ଗୁଡ଼ିକୁ ଚାଳନ ଯୋଉ ଭଳି କଲେ, ଚକ୍ର ପାଖରେ ଯୋଉ ଆକୁଞ୍ଚନ ପ୍ରସାରଣ ହେଲା, ଚକ୍ରକୁ ମୋଡାମୋଡି କଲେ, ଏହା କରିବା ଦ୍ୱାରା ମୁଖ୍ୟ ଉଦ୍ଦେଶ୍ୟ ହଉଛି କଣ ନା, ସେଠି ଯାଇ ପ୍ରାଣ ଭରି ହଉ। ସେଠି ପ୍ରାଣ ଭରି ହେଲେ ସେ ଜାଗାଟା ନିର୍ବିକାର ହବ। କାହିଁକି ନା, ବିକାରକୁ ଦୂରେଇ ଦିଏ ପ୍ରାଣ। ତେଣୁ ଏଇ ଯୋଉ ଚକ୍ରଭେଦନ କ୍ରିୟା ଆମକୁ ଦୁଇଟି ପ୍ରକାର କରିବାକୁ କୁହାଯାଇଛି, ବା ସମସ୍ତେ କରିପାରିବେ। କଣ, ଗୋଟିଏ ଚଞ୍ଚଳ ଆଉ ଗୋଟିଏ ମନ୍ଥର। ଚଞ୍ଚଳ କରିବା ଦ୍ୱାରା ଆମ ଶରୀରରେ ପ୍ରାଣ ସେତେ ଶୀଘ୍ର ଭରି ହୁଏ ନାହିଁ। ତେଣୁ ମୁନି ସମାଜର ପ୍ରତ୍ୟେକ ସାଧନ ଧୀର ସ୍ଥିର ହବା ଉଚିତ। ଧୀର ସ୍ଥିରରେ ମୁନି ସମାଜର ଚକ୍ରଭେଦନ କ୍ରିୟା କଲେ ଆମର ପ୍ରତ୍ୟେକ ଚକ୍ରରେ ପ୍ରାଣ ଯାଇ ଭରି ହବ। ପ୍ରାଣ ଭରି ହେବା ଦ୍ୱାରା ସେ ସ୍ଥାନଟା ନିରୋଗ, ନିରାମ, ନିର୍ବିକାର, ସବଳ, ସବୁଜିମା ହୋଇଯାଏ। କାହିଁକି ନା, ପ୍ରାଣ ସେଠି ଭରି ହେଇଯାଏ। ତେଣୁ ଏ ପ୍ରାଣ ଆମ ଶରୀର ଭିତରକୁ ଦିନ ରାତି ମିଶି କେତେ ଥର ଆସୁଛି ନା, 24 ଘଣ୍ଟାରେ ଆମ ଶରୀର ଭିତରକୁ 21,600 ଥର ଆମ ଶରୀର ଭିତରକୁ ପ୍ରାଣ ଆସୁଛି। ତେଣୁ ସେ 21,600 ଥର ପ୍ରାଣ ଆସିଲେ ଆମକୁ ଯଦି ତାକୁ 24ରେ ହରିଦେବା, ତାହେଲେ ଘଣ୍ଟାକୁ ବାହାରିବ। ଘଣ୍ଟାକୁ ହଉଛି 60 ମିନିଟ୍, ତାହେଲେ ଯଦି 60 ହରିଦେବା ତାହେଲେ ମିନିଟ୍କି ବାହାରିବ। ତା ଦେହରେ ଯଦି 60 ହରିଦେବା କଣ ହବ ନା, ସେ ବାହାରିବ ଆମ ଶରୀରକୁ ମିନିଟିକରେ କେତେ ଥର ଆସୁଛି। ଆମ ଶରୀରକୁ ମିନିଟିକରେ 15 ଥର ଆସୁଛି। ତେଣୁ ମିନିଟିକେ ଯଦି 15 ଥର ଆସିଲା, ତାହେଲେ ପ୍ରତ୍ୟେକ ଥର ଆସିବା ପାଇଁ 4 ସେକେଣ୍ଡ ସମୟ ଲାଗୁଛି। ତେଣୁ ଆମର ଚକ୍ରଭେଦନ କ୍ରିୟା ସମୟରେ ଚକ୍ର ଚାଳନ କଲା ବେଳେ ଆମେ ଧୀର ମନ୍ଥର ଗତିରେ କଲେ କଣ ହବ ନା, ପ୍ରାଣ ସେଠି ଭରି ହବ। ଯଦି ଆମେ ଚକ୍ରଭେଦନ କ୍ରିୟା ସମୟରେ ସ୍ପିଡି କରିବା, ସେଠି ପ୍ରାଣ ଭରି ହେବା ପୂର୍ବରୁ ଆମର ଚକ୍ର ଚାଳନା ସରିଯାଇଥିବ। ତେଣୁ ଆମେ କଣ କରୁଛେ
ନା ସେଠି ଚକ୍ରଚାଳନା ଧୀର ମନ୍ଥର ଗତିରେ କଲେ ସେ ଜାଗାରେ ପ୍ରାଣ ଯାଇ ପହଞ୍ଚି ପାରିବ। ଅନେକ ତାକୁ କୁହନ୍ତି ଯେ ସ୍ପିଡି କରିବା, ଶରୀର ଗୋଟେ ଉତ୍ତାପ ସୃଷ୍ଟି କରିବା ପାଇଁ ଆମେ ପ୍ରତ୍ୟେକ ଦିନ ସାଧନ ସମୟରେ ପ୍ରଣବ କରିଥାଉ ଏବଂ ଚକ୍ର ଚାଳନା କରିଥାଉ। ସେ ସମୟରେ ସେଠି ଉତ୍ତାପ ସୃଷ୍ଟି ହୋଇ ସେ ସମୟରେ ବିଜାତୀୟ ଅଣୁ ଯେଉଁ ପଶିଥାଏ ତାକୁ ମାରି ଦେଇଥାଏ, ତାହା ଅଙ୍ଗାରକାମ୍ଳ ଗ୍ୟାସ ଆକାରରେ ନାକ ବାଟେ ବାହାରି ଯାଇଥାଏ। ପ୍ରତ୍ୟେକ ଦିନ ଏଇଭଳି ଆମେ କାର୍ଯ୍ୟ କଲେ, ପ୍ରାଣ ଠାରୁ କାମ ନେଲେ, ପ୍ରତ୍ୟେକ ଦିନ ଶରୀରକୁ ନିର୍ମଳ ରଖିପାରିବା, ନିର୍ବିକାର କରିପାରିବା। ତେଣୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ସାଧକଙ୍କର ଏହା କରିବା ନିଶ୍ଚିନ୍ତ ଉଚିତ ଯେ ସଦ୍ଗୁରୁଦେବ ବତେଇଥିବା ବିଧିରେ ଯଦି ଆମେ ନିୟମ ଅନୁସାରେ ସାଧନ କରିବା, କିଛି ଦିନ ପରେ ଦେଖିବେ ଆପଣଙ୍କ ଶରୀର ନିର୍ବିକାର ହେଇଯାଇଛି, ଆପଣ ସୁସ୍ଥ ହେଇଯାଇଛନ୍ତି, ଆପଣ ସୁନ୍ଦର ଦିଶୁଛନ୍ତି, ଆପଣ ବଳବାନ, ଆପଣଙ୍କ ଶରୀର ବଳ ବଢିଯାଇଛି। ଆଉ ଗୋଟିଏ ବଡ଼ କାମ ହେଉଛି ଯେ ଆପଣଙ୍କ ଶରୀର ଦେଖାଯିବ ଯେ ଆପଣ ଆତ୍ମଜ୍ଞାନୀଟିଏ ହେଇଯାଉଛନ୍ତି, ଆପଣଙ୍କ ବିଚାର ବଦଳି ଯାଉଛି, ଆପଣଙ୍କର ଶରୀର ବଦଳି ଯାଉଛି, ଆପଣଙ୍କ ମନ ବଦଳି ଯାଉଛି, ଆପଣ ଧୀରେ ଧୀରେ ଆତ୍ମଜ୍ଞାନକୁ ଗ୍ରହଣ କରିବା ପାଇଁ ଯୋଗ୍ୟ ହୋଇଯାଉଛନ୍ତି। ଆଉ ଏ ଆତ୍ମଜ୍ଞାନକୁ ଗ୍ରହଣ କରି ଆତ୍ମଜ୍ଞାନୀ ହେଇ ସଂସାରରେ ଜୀବନ ମୁକ୍ତ ହୋଇଯାଉଛନ୍ତି। ଏହା ହେଉଛି ଆମର ମୂଳ ଲକ୍ଷ୍ୟ। ତେଣୁ ଆପଣମାନେ ପ୍ରତ୍ୟେକ ଦିନ ଏ ପ୍ରାଣ ବିଷୟରେ ଜାଣନ୍ତୁ, ସ୍ୱାଧ୍ୟାୟ କରି ସଦ୍ଗୁରୁଦେବଙ୍କର ପୁସ୍ତକକୁ ଏବଂ ପ୍ରାଣରେ ମନ ଲଗାନ୍ତୁ, ଆପଣଙ୍କୁ କିଭଳି ଲାଗୁଛି ଉପଲବ୍ଧି କରନ୍ତୁ। ଯେ ଉପଲବ୍ଧି କରିବ ଯେ ପ୍ରକୃତିରେ ପ୍ରାଣରେ ମନ ଲାଗିଲେ ଏଇଆ ଆମକୁ ଲାଭ ମିଳୁଛି, ସେ କେବେ ବି ଛାଡ଼ିପାରିବନି। କାହିଁକିନା ଆନନ୍ଦକୁ କେହି ଛାଡ଼ନ୍ତିନି। ଆପଣ ପ୍ରତ୍ୟେକ ଦିନ ସାଧନ ସ୍ୱାଧ୍ୟାୟ ସତ୍ସଙ୍ଗ କରି ପ୍ରାଣ ଉପାସନା କରି ପ୍ରକୃତ ସୁଖ ଶାନ୍ତି ଆନନ୍ଦର ଅଧିକାରୀ ହୁଅନ୍ତୁ। ଆଜିର ଅଧ୍ୟାୟକୁ ଏଇଠି ବିରାମ ଦିଆହେଉଛି। ସପ୍ରେମ ଜୟଦୀପ, ଜୟଦୀପ, ଜୟଦୀପ। ଜୟଜୀବ ଆଜ୍ଞା। ଠିକ ଅଛି, ଭଲ ସୁନ୍ଦର ଭାବରେ ବର୍ଣ୍ଣନା ହେଲା ପ୍ରାଣ ବିଷୟରେ। ଯଦି ଅଧିକତର ଆଉ କିଛି ବର୍ଣ୍ଣନା ବାକି ରହିଯାଇଥାଏ ତେବେ ପୁଣି ଅନ୍ୟ ସମୟରେ ଆମେ ତାକୁ ଆଲୋଚନା କରିବା। ଆଜି ପାଇଁ ଏତିକି। ନିମା ଭାଇ, ଜୟଜୀବ। ଜୟଜୀବ।